So good evening everyone and welcome back to the channel. So ଆଜିର ଟପିକ ଟା ଯୋଉଟା ଆମେ ଡିସ୍କସ କରିବା ଏଟା ଗୋଟେ ସିରିୟସ୍ ଟପିକ ଯୋଉଟା କି ଏବେ ଯୋଉ ରିସେଣ୍ଟ କେସ୍ ଟି ହେଇଛି ଆମର କୋଲକାତାରେ ମେଡିକାଲ ଯୋଉ ଷ୍ଟୁଡେଣ୍ଟଙ୍କର ଯାହାର ଏବେ ରେପ୍ କେସ୍ ହେଇଛି ଆଉ ତାଙ୍କର ମର୍ଡର ବି କରାଯାଇଛି ତା ଉପରେ ନେଇକି ଆମେ ଗୋଟେ ଡିଟେଲରେ ଆନାଲିସିସ୍ କରିବୁ ଆଉ ତା ବିଷୟରେ କଣ କେମିତି ସେଠି ହେଇଥିଲା ଇନସିଡେଣ୍ଟ ଆଉ ତାର ସଲ୍ୟୁସନ କଣ କେମିତି କଣ ହେଇପାରିବ ସବୁ ଆନାଲିସିସ୍ କରିବା ପାଇଁ ଟ୍ରାଏ କରିବୁ। ମୋ ସାଙ୍ଗରେ ସମ୍ବିତ ଭାଇ ଅଛନ୍ତି ଆଜି ସେ କଥା ହେବେ ଆମ ସହିତ ଆଉ ଆମେ ଦି ଜଣ ମିଶିକି କଥାବାର୍ତ୍ତା ହବା। ତ ଭାଇ କଣ କେମିତି ଷ୍ଟାର୍ଟ କରିବା କୁହନ୍ତୁ। ହାଇ ଏଭ୍ରିୱାନ୍, କେମିତି ଅଛନ୍ତି ସମସ୍ତେ? ତ ସମସ୍ତଙ୍କ ମନରେ ତ ବର୍ତ୍ତମାନ ଗୋଟେ ରାଗ ଅଛି। ବର୍ତ୍ତମାନ ଯୋଉ କେସ୍ଟା ହେଇଯାଇଛି ଆମର ୱେଷ୍ଟବେଙ୍ଗଲରେ, ଖାଲି ସେଇ କେସ୍ ପାଇଁ ନାହିଁ, ଆପଣ ଦେଖୁଥିବେ ଡେଲି ବେସିସରେ ଏଇ ଜିନିଷଟା ବହୁତ ଭାବରେ ବଢି ଚାଲିଛି। ତ ତାକୁ କେମିତି କଣ ପବ୍ଲିକ ଟ୍ୟାକଲ କରିବ, କେମିତି କଣ ଗଭର୍ଣ୍ଣମେଣ୍ଟ ୟା ଉପରେ କଣ ନୂଆ ଇନିସିଏଟିଭ ନବ, ଷ୍ଟେଟ୍ ନବ, କେମିତି ନୂଆ ଲ ଆଉ ଅର୍ଡର ପ୍ରୋସିଡ୍ କରାଯିବ, କାରଣ ବର୍ତ୍ତମାନ ବିଜେପି ଗଭର୍ଣ୍ଣମେଣ୍ଟ ବହୁତ ଆଗ୍ରେସିଭ ଭାବରେ ପବ୍ଲିକ ପାଇଁ କାମ କରୁଛି। ତ କେମିତି କଣ କରିବା ତା ବିଷୟରେ ଗୋଟେ ଆଜି ଆଲୋଚନା କରିବା। ରାଗ ତ ବହୁତ ଡିପ୍ରେ ଧରିଛି ସମସ୍ତଙ୍କ ମନରେ। ବର୍ତ୍ତମାନ ପବ୍ଲିକ ବହୁତ ରାଗିକି ଅଛନ୍ତି। ଆପଣ ଦେଖିବେ କୋଉ ହିସାବରେ ପ୍ରୋଟେଷ୍ଟ କରୁଛନ୍ତି। ଖାଲି ଡକ୍ଟର କମ୍ୟୁନିଟି ନାହିଁ, ଷ୍ଟୁଡେଣ୍ଟ କମ୍ୟୁନିଟି ହଉ, ପବ୍ଲିକ ବି ହଉ, सोशल मीडिया रे भी वार चलती सब न्यूज चैनल रे आपण खोलले सेही न्यूज बाजुची। आपण इंस्टाग्राम फेसबुक जेकोसी यूट्यूब जहाँ भी खोली दियंतु सेही न्यूज ही बाजुची। खाली सेटा गोटे झीवर कथा नुह, देशर प्रत्येक झीवर कथा से। कारण एई न्यूज टा सामना को आसिला हमर प्रेजेंट रे भी वर्तमान कथा होचे एबे भी कास सहित किछि सेमती इलीगल काम होउची, अनइथिकल काम होउची, जोटा कि सामना को आसी पानी। किछि लोक भय करिकि भी माने सोसाइटी को भी डरिकी सोशल निजर प्रेस्टिज पाइंका कि निजर किए ହୁଁ आत्मीय लोक हो चिन्हा जणार ए जिनसटा हे से जिनसटा बाहर दस पाउन। ଆପଣ ଦେଖୁଥିବେ ଆଜି ବି ଗୋଟେ ନ୍ୟୁଜ ଆସିଥିଲା ୟୁପି ରେ ଗୋଟେ 13 ବର୍ଷର ଗୋଟେ ଝିଅ ସହିତ ବି ମାନେ ମାଇନର ଗୋଟେ ଆକ୍ୟୁଜ ହେଇଛି ସେ ଯୋଉ ଜିନିଷରେ। ତ ତା ବିଷୟରେ ଆଜି ଆଲୋଚନା କରିବା। ତ ଭାଇ ଏବେ ତ ମାନେ ଆମେ ଯୋଉଟା ଦେଖୁଛେ କି କେସ୍ ଟା ବହୁତ ସିଭିୟର ହେଇଗଲାଣି ଆଉ ସିବିଆଇ ହାତକୁ କେସ୍ ଟା ଗଲାଣି ଆଉ ଇନଭେଷ୍ଟିଗେସନ ବି ଷ୍ଟାର୍ଟ ହେଇଗଲାଣି ବୋଧେ। ହେଲେ ଯେମିତି ଆମେ ଦେଖି ଆସିଛେ ଏଇ ସବୁ ଜିନିଷରେ ମାନେ ଯୋଉ ଟାଇମଲି ଇନଭେଷ୍ଟିଗେସନ ହେଇକି ଯୋଉ ଏଭିଡେନ୍ସ ଟା ପାଇବା କଥା ସେଇ ଜିନିଷଟା ଡିଲେ ହେଲେ ଏଇ ସବୁ କେସରେ ଏଭିଡେନ୍ସ ଟା ଲୁଚିଯାଏ। ମାନେ କାରଣ 2 ଦିନ ଗୋଟେ ଦିନ ଭିତରେ ବଡି ଥିଲା ଭିତରେ ଏଭିଡେନ୍ସ ଟା ଜଲ୍ଦି ମିଳିବ କଥା। ହେଲେ ମତେ କିଛି ମାନେ ନ୍ୟୁଜ ଆମେ ଦେଖୁଛେ ଯେ ଡେଷ୍ଟ୍ରୟ ନା କରିବାକୁ ଟ୍ରାଏ କରିଛନ୍ତି ଏଭିଡେନ୍ସ। ବର୍ତ୍ତମାନ ଭିକ୍ଟିମ ପାଖରୁ ବି ମିଳିଛି, ସବୁ ମିଳିଛି। ଆକ୍ୟୁଜ ର ଇଏ ମିଳିଛି, ହେଡଫୋନ ଗୋଟେ ମିଳିଛି ତା ବଡି ପାଖରୁ ମିଳିଥିଲା ଦୋଷୀର। ହୁଁ ତ ସେ ହେଡଫୋନ ବି ମାନେ ଯିଏ ଅଛି ଆମର ଆର୍ଟିଷ୍ଟ ଅଛି ତା ଫୋନ ସହିତ କନେକ୍ଟେଡ ଥିଲା। ସିଏ ବି ଘରକୁ ଯାଇକି ସକାଳୁ ସକାଳୁ ଏଟା ଆକ୍ଚୁଆଲି ପାହାନ୍ତାର ଜିନିଷଟା ହେଇଛି 3ଟା ବେଳୁ, 3ଟା ପରେ ହିଁ ଭୋରୁ ଏଇ ଜିନିଷଟା ହେଇଛି। ତାପରେ ସେ ଯାଇକି ଘରେ ନିଜର ଡ୍ରେସ ପତ୍ର ସବୁ ସଫା କରିଛି, ସବୁ ଏଭିଡେନ୍ସ କୁ ଲୁଚେଇବାକୁ ଚେଷ୍ଟା କରିଛି ଦୋଷୀ। କିନ୍ତୁ କଣ ହେଇଛି, ସେ ଯୋଉ ମର୍ଡର କରିଛି ତାର ବ୍ଲଡ ଷ୍ଟେନ୍ ତା ଜୋତାରେ ଲାଗିଛି। ସେ ଜାଗାର ବ୍ଲଡ ଷ୍ଟେନ୍ ବି ରିପୋର୍ଟ ହେଇଛି ଯେ ସେଟା ରିସିଭ୍ କରାହେଇଛି, ଜଣା ପଡିଛି ସେଟା ସେଇ ଜାଗାର ବୋଲିକା। ଆକ୍ଚୁଆଲି ସିସିଟିଭି ଦୋଷୀ ଏମିତି ଧରା ପଡିଲା କି ସିସିଟିଭିରେ ରେକର୍ଡ ହେଇଥିଲା ସେ ବ୍ଲୁଟୁଥ ହେଡଫୋନ ବେକର ପକେଇକି ଯାଇଥିଲା। ତ ଯିଏ ଆମର ସେ ଝିଅ ସହିତ ଏମିତି ହେଇଛି ଦୋଷୀ ସେଇଠି ତାର ହେଡଫୋନ ଟାକୁ ଛାଡି ହୁଁ ଦେଇଥିଲା। ଆଚ୍ଛା ତ ସେଇ ଥ୍ରୁରୁ ସିସିଟିଭି ଥ୍ରୁରୁ ହିଁ ଜଣା ପଡୁଛି ଜିନିଷ। ତାପରେ ସେ ଦୋଷୀ ବି ମାନେ ତା ନାଁରେ ବି ଆଗରୁ ଥିଲା କମ୍ପ୍ଲେନ କି ସେ ରେଗୁଲାର ମାନେ ସବୁବେଳେ ଡ୍ରିଙ୍କସ କରେ, ସବୁ ଜିନିଷ ନିଶା କରେ। ତ ପ୍ରୋବାବ୍ଲି ଡ୍ରିଙ୍କସ ସହିତ ଏଇ ଜିନିଷଟା ଟିକେ ନାକୁ ଡାଇରେକ୍ଟଲି ପ୍ରପୋର୍ସନାଲ ହଉଛି। କାରଣ ନିଶାରେ ମଣିଷ ନିଜର ମାନବିକତା ହ୍ୟୁମାନିଟି ଆଉ କଣ କରେ ତାର ମାଇଣ୍ଡ ଉପରେ କିଛି କଣ୍ଟ୍ରୋଲ ରୁହେନି। ତ ନିଶା ଡେଫିନେଟଲି ଇଣ୍ଡିଆରେ ଗଭର୍ଣ୍ଣମେଣ୍ଟକୁ ଦେଖିବାକୁ ପଡିବ କୋଉ ଜିନିଷ କୋଉ ଲେବୁଲରେ। କାରଣ ବହୁତ ସାରା ଷ୍ଟେଟରେ ବି ପ୍ରାୟ ଷ୍ଟେଟ ମାନେ ଗଭର୍ଣ୍ଣମେଣ୍ଟ ଡିକ୍ଲେୟାର କରୁଛି। ହୋପଫୁଲି ଏଇ ଜିନିଷଟା ଅଲ ଇଣ୍ଡିଆରେ ଲାଗୁ କରିବା କଥା। ନିଶା ଉପରେ ପୁରା ବହୁତ କଡା ପଦକ୍ଷେପ ନେବା ଜରୁରୀ। ଯୋଉଠି ନିଶା କଥା ଆସିଲା ହସ୍ପିଟାଲରେ ତାହେଲେ ଆମେ ଦେଖିବା କି କିଛି ଗୋଟେ ସିକ୍ୟୁରିଟି ଗ୍ଲିଚ ଅଛି। କାରଣ ଡକ୍ଟର ଯଦି ହସ୍ପିଟାଲରେ ସେତିକି ସିକ୍ୟୁରିଟି ଟାଇଟ୍ ଥାନ୍ତା ତାହେଲେ ମେ ବି ଗୋଟେ ନିଶାଗ୍ରସ୍ତ ଲୋକଟେ ସେ ଭିତରକୁ ପଶିବା ପାଇଁ ଭାବିଥାନ୍ତା କି ଡରିଥାନ୍ତା କି ତାକୁ ରୋକି ଦିଆ ହେଇଥାନ୍ତା। ହେଲେ ମେ ବି ସିକ୍ୟୁରିଟି ଲ୍ୟାକ୍ ସେଠି ରହିଛି ଯାହା ଆମେ ଭାବୁଛେ। ଆଉ ତାପରେ ଯୋଉ କହିଲେ ସିସିଟିଭି କଥା, ସେଇ ପର୍ଟିକୁଲାର ରୁମ ରେ ବି ସିସିଟିଭି ନଥିଲା ଯୋଉଠି ଗୋଟେ ଝିଅ ରେଷ୍ଟ କରୁଛି ଆଉ ସେଠି ସିସିଟିଭି ନାହିଁ। ତ ଏଇଟା ଗୋଟେ ବହୁତ ମାନେ କହିବାକୁ ଗଲେ ବହୁତ ଖରାପ ଲାଗୁଛି କାରଣ ଏତେ ସିସିଟିଭି ଶସ୍ତା ହେଇଗଲାଣି।
ତମେ ଆରାମରେ ଏତେ ଭଲସେ ଆଫୋର୍ଡେବଲ ଜିନିଷ ତମେ ଲଗେଇକି ଗୋଟେ ସେଫଟି ଦେଇପାରିବ। ହେଲେ ସିସିଟିଭି ନାହିଁ, ଲେଡିଜ ମାନଙ୍କ ପାଇଁ ପ୍ରପର ରେଷ୍ଟ ରୁମ ନାହିଁ, ପ୍ରପର ୱାସରୁମ ନାହିଁ। ଆଉ ସେମାନେ ଏମିତି ଛୋଟ ମୋଟ ଜବ କରୁନାହାନ୍ତି, ସେମାନେ ଡକ୍ଟର ଅଛନ୍ତି। ମାନେ ଡକ୍ଟର ତ କହିବାକୁ ଗଲେ କେତେ ବଡ ପୋଜିସନ, ଭଗବାନ କୁହନ୍ତି ଲୋକ ଡକ୍ଟର। ହେଲେ ସିସିଟିଭି ନାହିଁ, ରେଷ୍ଟ ରୁମ ନାହିଁ, ୱାସରୁମ ନାହିଁ, ସେଫଟି ନାହିଁ, ତ ଆମେ ନିହାତି ଭାବରେ ଆମ ନିଜକୁ ବି ଖରାପ ଲାଗୁଛି। ଏସବୁ ଜିନିଷ ମିସମ୍ୟାନେଜମେଣ୍ଟ ନିହାତି କହିବାକୁ ଗଲେ ହେଇଛି। ସିଏ ଗୋଟିଏ ଭିକ୍ଟିମ ସାମ୍ନାକୁ ଆସୁଛି, ପୀଡିତା ଯୋଉ ଅଛନ୍ତି, ତ ଏମିତି ନୁହଁ ଯେ ବର୍ତ୍ତମାନ ସେ ଜଣେ ହିଁ ଅଛନ୍ତି। ସବୁ ମୋମେଣ୍ଟରେ ଦେଶରେ ଆପଣ ଯଦି ଡେଟା ଯିବେ ୱିକିପିଡିଆର ଡେଟା, ପ୍ରତିଦିନ ଅନ୍ ଆଭରେଜ 80 ରୁ 90 କେସ୍ ମାନେ ଫାଇଲ ହଉଛି। ଯୋଉ ଜିନିଷ ହୁଁ ସାମ୍ନାକୁ ଆସୁନି ତ ଫାଇଲ ହଉନି, ସେ ସବୁ ଡିଫରେଣ୍ଟ ଜିନିଷ। 80 ରୁ 90ଟା କେସ୍ ପର ଡେ ଇଣ୍ଡିଆରେ ଫାଇଲ ହଉଛି। ତା ଭିତରେ ଆମର ଦିଲ୍ଲୀ ହେଇଗଲା, ରାଜସ୍ଥାନ, ଜୟପୁର, ଏଇ ସବୁ ଜାଗାରେ ମାନେ ହ୍ୟୁଜ ଆମାଉଣ୍ଟର କେସେସ୍ ଫାଇଲ ହଉଛି। ତ କଣ ପାଇଁ ଏ ଜିନିଷ ସବୁ ହଉଛି? ମେଜର ଇସ୍ୟୁ କଣ ରହୁଛି, ଫଲ୍ଟ କଣ ରହୁଛି? ନିହାତି ଭାବରେ ଆମେ ତ ଇଣ୍ଡିପେଣ୍ଡେନ୍ସ ପାଇଗଲାଣି ଏତେ ବର୍ଷ ହେଲାଣି। ଆଉ କାଲି ଯେମିତି ଆମେ ଜାଣିଛେ ଇଣ୍ଡିପେଣ୍ଡେନ୍ସ ଡେ ଥିଲା, ହେଲେ ବହୁତ ଲୋକଙ୍କ ମନରେ ଗୋଟେ ଆଶଙ୍କା ଥିଲା ଯେ ଆମେ ଆକ୍ଚୁଆଲି ଇଣ୍ଡିପେଣ୍ଡେଣ୍ଟ କି ନାହିଁ, ସ୍ପେଶାଲି ଝିଅ ମାନଙ୍କ କେସରେ। କାରଣ ସେମାନେ ଯଦି ଫ୍ରିଲି ରୋଡରେ ବୁଲି ପାରୁନାହାନ୍ତି, ଲେଟ୍ ନାଇଟ ରେ ତାଙ୍କୁ ବାହାରକୁ ଯିବାକୁ ଡର ଲାଗୁଛି, ଗୋଟେ କାହା ସାଙ୍ଗରେ ଯିବାକୁ ଚାହୁଁଛନ୍ତି ସେମାନେ, ତାହେଲେ ନିହାତି ଭାବରେ ଆମେ ଇଣ୍ଡିପେଣ୍ଡେନ୍ସ ପାଇକି ବି ଆମେ କିଛି ଲାଭ ନାହିଁ ଏଇଟା। ମାନେ କଣ ତାହେଲେ ଲାଭ ହେଲା ଯଦି ସମସ୍ତଙ୍କୁ ଏକା ଅଧିକାର ନ ମିଳି ପାରିଲା? ନିହାତି ଭାବରେ ଏଟା ଗୋଟେ ନିନ୍ଦନୀୟ କଥା। କୋଲକାତା ଭଳିଆ ତାପରେ ଯୋଉ ଜାଗାରେ ନାଇଟ୍ ସିଫ୍ଟ। ଆଗରୁ ସେମିତିଆ କେସ୍ ଏତେ ରେଜିଷ୍ଟର ହେଇନଥିଲା କି ଏମିତି ବଲ୍କ ଆମାଉଣ୍ଟରେ ଏମିତି ଷ୍ଟ୍ରାଇକ୍ ଇଏ ସିଏ ଜିନିଷ ସବୁ ସାମ୍ନାକୁ ଆସିନଥିଲା। ଇଏ ହୁଁ କୋଲକାତା ମାନେ ଗୋଟେ ସେଫେଷ୍ଟ ସିଟି ହିସାବରେ କାଉଣ୍ଟ ହଉଥିଲା। ତ ସେଠି ଯଦି ହୁଁ ଗୋଟେ ଜିନିଷ ହଉଛି, ଡେଫିନେଟଲି ପୋଲିସ ପ୍ରଶାସନ ହଉ କି ଆମର ଯାହା ବି ପବ୍ଲିକ ଆଡମିନିଷ୍ଟ୍ରେସନ ହଉ, ତା ଉପରେ ନିଶ୍ଚିନ୍ତ ଭାବରେ ବଡ ପଦକ୍ଷେପ ନେବା ଉଚିତ। ନିହାତି। ତାପରେ ଆମେ ଏଇଟା ଶୁଣିବାକୁ ପାଇଛେ ଯେ ତାଙ୍କୁ 36 ଘଣ୍ଟାର କଣ ଗୋଟେ ଡ୍ୟୁଟି ପକା ହେଇଥିଲା। ମାନେ ଏତେ ଲମ୍ବା ଡ୍ୟୁଟି ତ ଗୋଟେ କୋଉ ବି ଅଫିସରକୁ ପକେଇବାଟା ମୋ ହିସାବରେ ଠିକ ନୁହେଁ। ଏତେ କେସ୍ ଲମ୍ବା ବର୍ତ୍ତମାନ ବହୁତ ଡ୍ୟୁଟି। ଲମ୍ବା ଯାଉଛି, କାରଣ ତା ପ୍ୟାରେଣ୍ଟସ ବି ସିବିଆଇ କୁ ରିପୋର୍ଟ କରିଛନ୍ତି ଯେ ତାର କଲିଗ ମାନେ ସେଥିରେ ଇନଭଲଭ ଅଛନ୍ତି। କି ତାର ଷ୍ଟାଫ ମାନେ ସମସ୍ତେ ଇନଭଲଭ ଅଛନ୍ତି ବୋଲି ତ ସିବିଆଇ ବି ଯାଞ୍ଚ ଚଲେଇଛି। ମେନ୍ ଆକ୍ୟୁଜ ତ ଧରା ପଡିଯାଇଛି, କିନ୍ତୁ ଭିକ୍ଟିମ ର କଲିଗ ମାନେ ଯେହେତୁ ୟା ଭିତରେ ଯଦି ଇନଭଲଭମେଣ୍ଟ ତାଙ୍କର କିଛି ଥାଏ, କି କିଛି ବି ଡେଟା ସେଇ ବିଷୟରେ ବାହାରେ, ତ ପୁରା ତାଙ୍କର ମେଡିକାଲ ହିଁ ବଦନାମ ହେଇଯିବ। କାରଣ ମେଡିକାଲର ଯିଏ ତାଙ୍କର ଚିଫ୍ ଥିଲେ ସିଏ ବି ଅଲରେଡି ତାଙ୍କର ରେଜିଗ୍ନେସନ ଲେଟର ପକେଇକି ରିଜାଇନ କରିସାରିଛନ୍ତି। ତାଙ୍କର ବି ଷ୍ଟେଟମେଣ୍ଟ ଅଛି କି ଯୋଉଠି ମୋ ଅଣ୍ଡରରେ ମୋରି ଏମ୍ପ୍ଲୟୀ ମାନେ ହିଁ ସୁରକ୍ଷିତ ନାହାନ୍ତି, ତ ମୁଁ ସେଠି ରହିକି ଇଏ କଣ ବୋଲିକି ସିଏ ରିଜାଇନ କରିଦେଇଛି। ଆଗକୁ ଦେଖାଯାଉ କଣ ଯାଉଛି, ସବୁ ଜିନିଷର ଇନକ୍ୱାରି ହବ, ରିପୋର୍ଟ ବି ଆସିବ, ଦୋଷୀ ତ ଦଣ୍ଡ ପାଇବା ଉଚିତ। କିନ୍ତୁ ଜିନିଷ ହେଲା ଦେଶର ଲ ଆଣ୍ଡ ଅର୍ଡର ବି ଏତେ ଷ୍ଟ୍ରଙ୍ଗ ହବା ଦରକାର ୟା ପରେ। କାରଣ ପାଷ୍ଟରେ ବି ଆମେ ବହୁତ ବଡ ବଡ ଇନସିଡେଣ୍ଟ ଦେଖିଛେ, ଆମ ଓଡିଶାରେ ବି ଦେଖିଛେ। ଦିଲ୍ଲୀରେ ବି ସେ ନିର୍ଭୟା କେସ୍ ବଗେରା ସବୁ ହେଇଥିଲା, ହାଇଦ୍ରାବାଦରେ ବି ହେଇଥିଲା। ତ ମେନଲି ଦୋଷୀ ପାଇଁକା ଏତେ କଠୋର ଦଣ୍ଡ ଆଉ ଏଇ ସବୁ ଜିନିଷ ନେଇକି ଆସିଯାଉଛି, ଯୋଉଥିପାଇଁକା ଗୋଟେ ଲୋକର ମାନେ ସେତିକି ସାହସ ହବନି ଏଇ ସବୁ ଷ୍ଟେଟ ପାଇଁ। ତା ସହିତ ବି ମତେ ନିହାତି ଭାବରେ। ଲାଗୁଛି ନିଶା ଦ୍ରବ୍ୟ ଏଇ ସବୁ ଜିନିଷ ଉପରେ ବହୁତ ବ୍ୟାନ ଲାଗିବା ଉଚିତ। ଆମର ହୁଁ ମଦ କାଉଣ୍ଟର ହେଇଗଲା, ଏଇ ସବୁ ଜିନିଷ ବହୁତ ଲେଟ ନାଇଟ ପର୍ଯ୍ୟନ୍ତ ଓପନଲି ଲୋକ ନିଶା କରିକି ବୁଲୁଛନ୍ତି। ତ ତା ପାଇଁକା ବି ପେଟ୍ରୋଲିଂ ବହୁତ ଷ୍ଟ୍ରଙ୍ଗ ହବା ଦରକାର। ଏଇ ସବୁ ଜିନିଷ ଉପରେ ଷ୍ଟ୍ରିକ୍ଟ ଆକ୍ସନ ନ ନେଲେ ଆଗକୁ ଏମିତି ଆହୁରି ଧୀରେ ଧୀରେ ଏଇ ସବୁ ଜିନିଷ ବଢିବାରେ ତାପରେ ଝିଅ ମାନଙ୍କର ନାଇଟ୍ ସିଫ୍ଟ ଯେତେବେଳେ ପଡୁଛି, ତାଙ୍କର ସେଫ୍ଟି ପ୍ରତି ଚିନ୍ତା କରିବା ଏଟା ହସ୍ପିଟାଲ ଅଥରିଟି ପ୍ଲସ ଗଭର୍ଣ୍ଣମେଣ୍ଟ ରେସପନସିବିଲିଟି। କାହିଁକି ନା ତମେ ଦେଖୁଛନ୍ତି ଯେ ଆମେ ଦେଖୁଛେ ଯେ ସିଫ୍ଟ ପକେଇବା ବାଧ୍ୟ, ମାନେ ଯେହେତୁ ଷ୍ଟାଫ ସର୍ଟେଜ ହଉଛି ସମସ୍ତଙ୍କୁ ଆସିବାକୁ ପଡିବ ସିଫ୍ଟରେ। ବଟ ଯଦି ଆମେ ସିଫ୍ଟକୁ ଡାକୁଛେ ନାଇଟ୍ ସିଫ୍ଟରେ, ତାହେଲେ ତାଙ୍କର ଯଦି ପ୍ରପର ସେଫ୍ଟି ଆମେ ଆରେଞ୍ଜ କରିପାରୁନେ, ତାହେଲେ ତାଙ୍କୁ ତାହେଲେ ସିଫ୍ଟରେ ଡାକିବା କଥା ନୁହଁ। ଆଇଦର ତମେ ନାଇଟ୍ ସିଫ୍ଟରେ ଡାକ, ନହେଲେ ତମେ ତାଙ୍କୁ ପ୍ରପର ସେଫ୍ଟି ଦିଅ, କିଛି ଗୋଟେ ଦିଟା କରିବା କଥା। ସେଫ୍ଟି ନହବା କାରଣରୁ ବହୁତ ଝିଅ ମାନେ ଅନସେଫ ଫିଲ୍ କରୁଛନ୍ତି। ମେଡିକାଲ ନୁହଁ ୱାର୍କ ପ୍ଲେସରେ ବି
ଆମେ ଆମ ୱାର୍କ ପ୍ଲେସ ରେ ବି ବହୁତ ପ୍ରକାର ଜିନିଷ ଦେଖିବାକୁ ପାଉଛୁ। ମାନେ ଆଜିକାଲି ହୁଁ ହୁଁ ଲୋକମାନଙ୍କର ମେଣ୍ଟାଲିଟି ବି ସେଇ ଆଡକୁ ଧୀରେ ଧୀରେ ବହୁତ ଡ୍ରାଇଭ୍ ହଉଛି। ଝିଅ ପିଲାଙ୍କ ପ୍ରତି ନିଜ ସବୁ ଧର୍ମରେ ଦେଖିବାକୁ ଗଲେ କୌଣସି ଜିନିଷ ବଡ ନୁହଁ, ହ୍ୟୁମାନିଟିକୁ ହିଁ ସମସ୍ତେ ପ୍ରାୟୋରିଟି ଦଉଛି। ଯେକୌଣସି ଧର୍ମ ହୁଁ ଦେଖନ୍ତୁ, ହିନ୍ଦୁ, ଖ୍ରୀଷ୍ଟିଆନ, ମୁସଲିମ, ଯାହା ଧର୍ମରେ ଦେଖନ୍ତୁ, ସବୁଥିରେ ହ୍ୟୁମାନିଟିକୁ ସବୁବେଳେ ପ୍ରାୟୋରିଟି ଦିଆଯାଇଛି। ତ ମଣିଷ ଯଦି ନିଜର ମଣିଷତ୍ୱ ଭୁଲିକି ଏମିତିଆ ରାକ୍ଷସଙ୍କ ଭଳିଆ ଚିନ୍ତାଧାରା ରଖିବ କି କାମ କରିବ, ତ ସେଠି ଗୋଟେ ସୁପର ହ୍ୟୁମାନ ହଉ ସୁପର ଓମେନ ହେଲେ ବି ସିଏ ସେଠି ସେଫ୍ ନୁହଁ। ତ ଦେଖୁଥିବ ମାନେ କେତେ ଛୋଟ ଛୋଟ ଚାଇଲ୍ଡ ସବୁ ଆବ୍ୟୁଜ ହଉଛନ୍ତି। ଏ ସବୁ ଜିନିଷ ଦେଶରେ ଧୀରେ ଧୀରେ ବଢିବାରେ ଲାଗିଛି। ବହୁତ ଜିନିଷ ଆଗରୁ ସାମ୍ନାକୁ ଆସି ପାରୁନଥିଲା, ଏବେ ମେ ବି ସୋସିଆଲ ମିଡିଆ ଇଣ୍ଟରନେଟ ପାଇଁକା ଧୀରେ ଧୀରେ ଏଇ ସବୁ ଜିନିଷ ସାମ୍ନାକୁ ଆସୁଛି। ତ ଏବେଠୁ ଏଇ ସବୁ ଜିନିଷ ଉପରେ ଫୋକସ ନ କଲେ, ତା ପାଇଁକା ଷ୍ଟ୍ରିକ୍ଟ ଲିଗାଲ ଆକ୍ସନ ନ ନେଲେ ଆଗକୁ ଏଇ ଜିନିଷ ମାନେ ଅନକଣ୍ଟ୍ରୋଲ ହେଇଯିବ। ନିହାତି ଭାବରେ ଠିକ କହିଛନ୍ତି। ତାପରେ କିଛି ନ୍ୟୁଜ ଆସୁଥିଲା କି ତାଙ୍କର ଯୋଉ ହେଡ୍ ଅଛନ୍ତି ହସ୍ପିଟାଲର, ତାଙ୍କର କିଛି ଲିଙ୍କ ରହୁଛି ଯୋଉଠି କି ପଲିଟିକାଲ ପ୍ରେସର ଆଉ ଟିକେ ମନି ପାୱାର ଇନଫ୍ଲୁଏନ୍ସ କରିକି ଏଭିଡେନ୍ସ ବି ଡେଷ୍ଟ୍ରୟ କରିଛନ୍ତି। କଣ ବ୍ଲଡ ସବୁ ଧୋଇ ଦେଇଛନ୍ତି, ସେ ହଁ ବାଥରୁମ ର ରିନୋଭେସନ କରିଦେଇଛନ୍ତି, ଏଇସବୁ ଜିନିଷ ବି ବିଲକୁଲ। ଶୁଣିବାକୁ ମିଳୁଛି। ତାମାନେ ଏଠି ଆକ୍ସନ ନିହାତି ଭାବରେ ନିଆ ହେଇନି ଟାଇମରେ, ନହେଲେ ଏତେ ଟାଇମ କେମିତି ମିଳିଲା ତାଙ୍କୁ ସେ ବାଥରୁମ ର। ମେ ବି ଏମିତି ବି ହେଇଥାଇପାରେ ପାଷ୍ଟରେ ଆହୁରି କିଛି କେସ୍ ବାହାରିବ ଏବେ। ପାଷ୍ଟ ଯୋଉଟା ହେଇଥିଲା ଲୁଚେଇ ଦିଆ ହେଇଥିଲା, ଏଇ କେସ୍ ଟା ସାମ୍ନାକୁ ଆସିଛି। ସିଏ ବି ହେଇଥାଇପାରେ ଯଦି ପୁରା ଆଡମିନିଷ୍ଟ୍ରେସନ ହିଁ ଏଥିରେ ଯଦି include ଥିବ, ତ ସେମିତି କିଛି ଜିନିଷ ବାହାରିପାରିବ। ହୁଁ। ତାପରେ ଦେଖୁଥିବି ଗୋଟେ ନୂଆ ନ୍ୟୁଜ ଆସିଛି ଯେ ଆମର ସବୁ ସବୁ ସୋସାଇଟିରୁ ଆମେ ସବୁ ସେକ୍ସନରୁ ତ ଦେଖୁଛେ କି ପ୍ରୋଟେଷ୍ଟ କରୁଛନ୍ତି। ଇଭେନ ନର୍ମାଲ ଆମେ ମାନେ ହିଁ ପ୍ରୋଟେଷ୍ଟ କରୁଛେ। ଆମେ ଯେମିତି ଆମେ ଓଡିଶାରେ ଡିସ୍କସ କରୁଛେ, ୱେଷ୍ଟବେଙ୍ଗଲରେ ହେଇଛି ହେଲେ ଆମେ ନିଜକୁ ଖରାପ ଲାଗୁଛି। ଆଜ ଏ କଣ୍ଟ୍ରି ଆମେ ଏକଜୁଟ ହେଇକି ଏବେ ଚାହୁଁଛେ କି ସେଠି ଜଷ୍ଟିସ ମିଳୁ। ତ ଡକ୍ଟର ମାନେ କଣ କରୁଛନ୍ତି, ଡକ୍ଟର ମାନେ କିଛି ଗୋଟେ ଷ୍ଟ୍ରାଇକ ରେ ଯିବା ପାଇଁ ଡିସିଜନ ନେଇଛନ୍ତି ବୋଧେ ଏବେ କେବେ। ଅଲ ଇଣ୍ଡିଆ ବେସିସ ରେ ସେମାନେ ଷ୍ଟ୍ରାଇକ ନେବେ ଯିବେ ହଁ ବୋଲି ଡିସିଜନ ନେଇଛନ୍ତି। ତ ଏଇ ହଁ ଜିନିଷଟା ହେଲେ ତ ଡିସରପସନ ହବ, ମାନେ ଯେହେତୁ ଡକ୍ଟର ମାନେ ଭଗବାନଙ୍କର ରୂପ କହିବାକୁ ଗଲେ, ବହୁତ ବଡ ତ ସେମାନେ ତ ଡିସରପସନ ହବ ଷ୍ଟ୍ରାଇକ ରେ ଦେଶରେ ପଳେଇଲେ। ବି। ଦେଶରେ ବର୍ତ୍ତମାନ ହେଲ୍ଥ ଫାସିଲିଟିର ଯାହା କଣ୍ଡିସନ, ସବୁ ଜାଗାରେ ହୁଁ ପର୍ଯ୍ୟନ୍ତ ହେଲ୍ଥ ଫାସିଲିଟି ପହଞ୍ଚି ପାରୁନି। ମାନେ ପହଞ୍ଚି ଲୋକମାନେ ପାରୁନି। ବେଡ ଅଭାବରୁ, ଡକ୍ଟର ମାନଙ୍କ ଅଭାବରୁ ମୃତ୍ୟୁବରଣ କରୁଛନ୍ତି। କୋଉ ଦିନ ଗୋଟେ ଛୁଟି ଦିନ 2-3 ଦିନ ପଡିଗଲେ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ 3-4 ଜଣ ବେଡ ଅଭାବରୁ, ଡକ୍ଟର ଅଭାବରୁ ମୃତ୍ୟୁବରଣ କରୁଛନ୍ତି। ସେଠି ରିପୋର୍ଟ ବି ଆସୁନି ସାମ୍ନାକୁ। ଜିନିଷ ହେଲା ଡକ୍ଟର ମାନେ ଯଦି ପ୍ରୋଟେଷ୍ଟ କଲେ, କିଛି ଗୋଟେ ଏମିତି ଦେଶର ହେଲ୍ଥ ଲାଇନ ଉପରେ ବହୁତ ଇମ୍ପାକ୍ଟ ପଡିବ। ଏମିତିରେ ଡକ୍ଟର ସର୍ଟେଜ ଅଛନ୍ତି, ଆଉ ଯଦି ଡକ୍ଟର ମାନେ ପ୍ରୋଟେଷ୍ଟ କଲେ ତ ହେଲ୍ଥ କେୟାର ସର୍ଭିସ ସେକ୍ଟର ତ ନିହାତି ଭାବରେ ଇମ୍ପାକ୍ଟ କରିବ। ଆଉ ବହୁତ ଲୋକ, ଡେଫିନେଟଲି ସାଧାରଣ ଲୋକ ବି ବହୁତ ହଇରାଣ ହେବେ। ଇଣ୍ଡିଆ ଯେହେତୁ ଗୋଟେ ଡେଭଲପିଂ ଷ୍ଟେଜ ଅଛି, ଏତେ ବଡ ଇକୋନୋମି, ଏତେ ବଡ ପପୁଲେସନ, ତ ଗୋଟେ ମେଜର ପିଲର କହିବାକୁ ଗଲେ ଇଣ୍ଡିଆର ହେଲ୍ଥ ଫାସିଲିଟି ଟା ରହିବା କଥା। ଇଣ୍ଡିଆନ ପପୁଲେସନକୁ ମାନେ ବାଲାନ୍ସ ରଖିବା ପାଇଁ, ଗୋଟେ ବାଲାନ୍ସ ସୋସାଇଟି ପାଇଁକା ହେଲ୍ଥ ଫାସିଲିଟି ତ ହୁଁ ସମସ୍ତଙ୍କୁ ମିଳିବା ଦରକାର। ଯଦି ଡକ୍ଟର ହିଁ ସମସ୍ତେ ପ୍ରୋଟେଷ୍ଟ ଓହ୍ଲେଇ ଆସିବେ ଆଉ ନିଜ କାମକୁ ଛାଡିକି ଏଇ ସବୁ ଜିନିଷରେ ଇନଭଲ୍ଭ ରହିବେ, ନିଜକୁ ନିଜ କାମରେ ହିଁ ଇଣ୍ଡଲଜ ରଖିବେ, ଲୋକ ଜିନିଷଟା ଆହୁରି ଦିନକୁ ଦିନ କ୍ରିଟିକାଲ ହେଇଯିବ। ଆଉ ଖାଲି ହେଲ୍ଥ ହୁଁ ସେକ୍ଟର ନୁହଁ, ଭ୍ରାଇଟି ଅଫ ସେକ୍ଟରରେ ଏଇ ସବୁ ଜିନିଷ ଦେଖିବାକୁ ମିଳୁଛି। ବର୍ତ୍ତମାନ ଗଭର୍ଣ୍ଣମେଣ୍ଟକୁ ଷ୍ଟ୍ରିକ୍ଟ ଆକ୍ସନ ନେବାକୁ ପଡିବ। ଷ୍ଟେଟ ଗଭର୍ଣ୍ଣମେଣ୍ଟ ହଉ, ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ହଉ, ଏମିତି ଲ ଆଉ ଅର୍ଡର ପାସ୍ କରିବାକୁ ପଡିବ ଯୋଉଟା ଫ୍ୟୁଚରରେ ଏଇ ସବୁ ଜିନିଷ ଉପରେ କଡା ଇମ୍ପାକ୍ଟ ପକେଇବ। ଠିକ। ହେଲେ ଯୋଉ ଗଭର୍ଣମେଣ୍ଟ କୁ ମାନେ ନବାକୁ ପଡିବ କହୁଛନ୍ତି, କୋଉ ଗଭର୍ଣମେଣ୍ଟ ହେଲେ ରେସପନସିବିଲିଟି ନଉନି। ଷ୍ଟେଟ ଗଭର୍ଣମେଣ୍ଟ ନିଜେ ପ୍ରୋଟେଷ୍ଟ କରୁଛନ୍ତି ତାଙ୍କ ଷ୍ଟେଟ ଭିତରେ। ମମତା ବାନାର୍ଜୀ ଦିଦି ଆମର ଆସିଥିଲେ, ସିଏ ଆଜି ନିଜେ ପ୍ରୋଟେଷ୍ଟ କରୁଛନ୍ତି, ତାଙ୍କ ନିଜ ଷ୍ଟେଟ ରେ ଇନସିଡେଣ୍ଟ ହେଇଛି। ତ ଏଥିରୁ ମାନେ ଆମେ କଣ ବୁଝିବା, ତ ଆମ ଏରିଆରେ ଯଦି ଇନସିଡେଣ୍ଟ ହଉଛି ଆଉ ମୁଁ ସେ ଏରିଆର ଚାର୍ଜ ରେ ଅଛି, ତ ମୁଁ ସେଠି ଆକ୍ସନ ନେବା ବଦଳରେ ମୁଁ ଯଦି ପ୍ରୋଟେଷ୍ଟ କଲି, ତାହେଲେ ଭିକ୍ଟିମ ଫ୍ୟାମିଲି କଣ କହିବ? ସେ କାହାକୁ ଯାଇ କାହା ପାଖକୁ ଯିବ ହେଲ୍ପ ମାଗିବା ପାଇଁ? ସେଠି ସେଣ୍ଟର ବ୍ଲେମ କରୁଛି ଷ୍ଟେଟ କୁ, ବର୍ତ୍ତମାନ ଷ୍ଟେଟ ବ୍ଲେମ କରୁଛି ସେଣ୍ଟର କୁ। ବର୍ତ୍ତମାନ ସୁପ୍ରିମ କୋର୍ଟ ହିଁ କେସଟାକୁ ନେଇକି କିଛି ଗୋଟେ ବଡ ଜିନିଷ ଡିସିସନ ନବାକୁ ପଡିବ। ଏଥିରେ ସମସ୍ତେ ଦେଶର ପୁରା ବଡ ଆଡମିନିଷ୍ଟ୍ରେଟିଭ ଡିପାର୍ଟମେଣ୍ଟ ଏଥିରେ ସବୁ ଇନଭଲ୍ଭ ହବାକୁ ପଡିବ। ନହେଲେ ଦେଶରେ ପୁରା ଇଣ୍ଡିଆରେ ହିଁ ଗୋଟେ ଲ ଆଣ୍ଡ ଅର୍ଡର ପାସ୍ କରିଦେଲେ
तापर स्ट्रिक्ट पूरा रूल्स करिया कथा प्रॉपर रूल रेगुलेशन करो आ ताको सर्कुलेट करो लोकन भीतर डर क्रिएट करिया कथा जे एई सब जिंस तमे यदि करूछ ताहले एते सिवियर एक्शन निया हबो कि माने तुम बंचिला भलिया कंडीशन रे भी रहिबन तो ए सब जिंस रखिया कथा एटलीस्ट माने ଏସବୁ नॉर्थ कोरिया ଜିନିଷ साउथ कोरिया ପାଇଁକା भलिया। ବି ଏଜୁକେସନ ର ଅଭାବ ରହୁଛି ସ୍କୁଲରେ ପିଲାଙ୍କୁ ହିଁ ଏଇ ସବୁ ଜିନିଷ ଆୱାରନେସ କ୍ୟାମ୍ପ ବିଷୟରେ ସବୁ ରହିବା ଦରକାର ଆୱାରନେସ କ୍ୟାମ୍ପ ରହିବା ଦରକାର ହୁଁ ସ୍କୁଲରେ ପିଲାଙ୍କୁ ହୁଁ ଏଜୁକେଟ କରିବା ଦରକାର ସବୁ ପୁଅ ଝିଅ ସମସ୍ତଙ୍କୁ ସେକ୍ସ ଏଜୁକେସନ ତ ମିଳିବା ହିଁ ଦରକାର ଆଡଲ୍ଟ ହୁଁ ଏଜରେ ଆଗକୁ ଏଇ ଜିନିଷଟା ଯେମିତି ଗୋଟେ ଭୟଙ୍କର ରୂପ ନେଲା ଭଳିଆ ଦେଖାଯାଉଛି। ନିହାତି ଭାବରେ ଏଇଠୁ ଡିସ୍କସନ ଆସିବ କାରଣ ଏଟା ଗୋଟେ ବଡ ଟପିକ ହେଇଗଲାଣି ଇଣ୍ଡିଆରେ ସମସ୍ତଙ୍କର ବର୍ତ୍ତମାନ ଦୃଷ୍ଟିରେ ଅଛି ସେ ଜିନିଷଟା। ତାପରେ ଯିଏ କିଛି ଲୋକ ମେନ୍ କହୁଛନ୍ତି କି ଯୋଉ ଆକ୍ୟୁଜ୍ଡ ଯୋଉ ପୋଷ୍ଟମର୍ଟମ ହଉଛି ପୋଷ୍ଟମର୍ଟମ ଯୋଉ ହଉଛି ତାର ବି ରିପୋର୍ଟ କୁ କିଛି ଟ୍ୟାମ୍ପରିଂ କରିବାକୁ ଟ୍ରାଏ କରୁଛନ୍ତି ମାନେ ଟ୍ୟାମ୍ପରିଂ ହଉଛି ଡକ୍ଟର। ଡେଫିନେଟଲି ଯୋଉଠି ହଁ ହସ୍ପିଟାଲ ଭିତରେ ଏଇଭଳିଆ ଇନସିଡେଣ୍ଟ ହଉଛି ଏଭିଡେନ୍ସ ଲୁଚେଇ ଦିଆ ହଉଛି ସେଠି ପୋଷ୍ଟମର୍ଟମ ଟ୍ୟାମ୍ପରିଂ କିଛି ବଡ କଥା କେବଳ ମେନ୍ ଆକ୍ୟୁଜ୍ଡ ଯିଏ ଧରା ପଡିଛି କଏଦୀ ଯିଏ ସିଏ ହିଁ ଯଦି ପାଠ ସାଠ ପଢିକି ଜଣେ ମେଡିକାଲରେ ଜବ୍ କରୁଛି ମାନେ ତାର ଭଲ କ୍ୱାଲିଫିକେସନ ସିଏ ଯଦି ଏଇଭଳିଆ ନୃଶଂସ କାମ କରିପାରୁଛି ଦେଶରେ ତ ଆହୁରି ବର୍ତ୍ତମାନ ଆମ ଦେଶରେ ତ ଏଜୁକେଟେଡ ଲୋକଙ୍କର ମାନେ ସଂଖ୍ୟା ଏତେ ବି ଅଧିକା ନୁହଁ ଅନଏଜୁକେଟେଡ ହୁଁ ଅନଏମ୍ପ୍ଲୟମେଣ୍ଟ ଲୋକ ଏଇ ସବୁ ଜିନିଷ ନିଶା ଦ୍ରବ୍ୟ ଖାଇକି ବୁଲିଲା ବାଲାଙ୍କ ସଂଖ୍ୟା ଟିକେ ଅଧିକା ତେଣୁ ବି ହୁଁ। ସେଇ ଜିନିଷଟାକୁ କନସିଡର କରିକି ଦେଶରେ କିଛି ଗୋଟେ ଲ ଆଣ୍ଡ ଅର୍ଡର ପାସ୍ କରିବାକୁ ପଡିବ ଗଭର୍ଣ୍ଣମେଣ୍ଟକୁ ଏଇଆ ରିକ୍ୱେଷ୍ଟ ଯେ କିଛି ଗୋଟେ ଷ୍ଟ୍ରିକ୍ଟ ପଦକ୍ଷେପ ନିଆଯାଉ ୟା ପାଇଁକା ପରମାନେଣ୍ଟ ସଲ୍ୟୁସନ ଟିକେ ଫ୍ୟୁଚରିଷ୍ଟିକ ହେଇକି ଏଇ ଜିନିଷଟାକୁ କନସିଡର କରିବ ମୋ ହିସାବରେ ଏଇ ଯୋଉ କେସ୍ ଟା ଅଛି ବର୍ତ୍ତମାନ ୟାର ଇମିଡିଏଟ ଆକ୍ସନ ଦରକାର ଯଦି ତମେ ଡିଲେ କରି କରି ଚାଲିବ ତାହେଲେ ଲୋକ ଖସିଯିବେ ଯୋଉମାନେ ସବୁ ଇନଭଲ୍ଭ ଥିବେ ବଡ ବଡ ଲେଭେଲରେ ସେମାନେ ପଇସା ପତ୍ର ଖର୍ଚ୍ଚ କରିକି ଖସିଯିବେ ଯେମିତି ଆମର ପର୍ସେ ଆକ୍ସିଡେଣ୍ଟ କେସ୍ ଟା ହେଇଥିଲା ପୁନେରେ ସେ ସବୁ ଖସିଗଲାଣି ଲିଭିଗଲାଣି ଏବେ ନାହିଁ ହାଇଲାଇଟ ରେ ଥିଲା ସେତିକି ଟାଇମ ରେ ଯାହା ହେଲା ଏବେ ବି ଏଇ ଯୋଉ ବଡ ବଡ ସବୁ ଅଛନ୍ତି ଯୋଉମାନେ ସବୁ କଲପ୍ରିଟ ଗୁଡା ସେମାନେ ଖସିଯିବେ ଯଦି ଟାଇମ ମିଳିଗଲା ତାଙ୍କୁ ସେମାନେ ପଇସା ଖର୍ଚ୍ଚ କରି ଖସିଯିବେ। ତାପରେ ମିଡିଆକୁ ବି ଷ୍ଟ୍ରିକ୍ଟଲି ଏ ସବୁ ଜିନିଷକୁ ଯେପର୍ଯ୍ୟନ୍ତ ଆମେ ଭିକ୍ଟିମକୁ ମିଳିଛି ନ୍ୟାୟ ସେ ପର୍ଯ୍ୟନ୍ତ ମିଡିଆକୁ ବି ତାଙ୍କ ପାଇଁକା ଷ୍ଟାଣ୍ଡ ନେବାକୁ ପଡିବ ମିଡିଆ ହୁଁ ଯଦି ଟିଆରପି ପାଇଁକା ଖାଲି କାମ କରିବେ ତ ହୁଁ କିଛି ଦିନ ପରେ ତାଙ୍କୁ ଆଉ ଗୋଟେ କରେଣ୍ଟ ନ୍ୟୁଜ ମିଳିଗଲେ ସେମାନେ ସୁଇଚ କରିଯିବେ ସେ ନ୍ୟୁଜକୁ ତ ଏଇ ସବୁ ସୁଇଚ୍ ଜିନିଷ ଧୀରେ କରିବେ। ଧୀରେ ଲିଭିଯିବ ଯୋଉ ଭଳିଆ ନିଆଁ ଲୋକଙ୍କ ମନରେ ଜଳୁଛି ସେ ଲିଭିଯିବ ଧୀରେ ଧୀରେ ତାପରେ ପଇସା ପଲିଟିକ୍ସ ପାୱାର ଯୋଉ ରହିଯାଉଛି ସେଠି ଗୁଣ୍ଡାରାଜ ଆସି ଯାଉଛି ଯୋଉଠିକି ସେଇଦିନ ସେଇ କେସ୍ ଯୋଉ ହେଲା ପୋଲିସ ମାନେ ଆସିଥିଲେ ସବୁ ତ ଯେତେବେଳେ ପୋଲିସ ମାନେ ଆସିଲେ ଏପଟେ ଗୁଣ୍ଡା ମାନେ ଆସିକି ଷ୍ଟୋନ ପେଲ୍ଟିଂ କରିଛନ୍ତି ପୋଲିସଙ୍କ ଉପରେ 20 30 40 ଗୁଣ୍ଡା ଏମିତି ଆସିକି ଷ୍ଟୋନ ପେଲ୍ଟିଂ କରିଛନ୍ତି ତାପରେ ପୋଲିସକୁ ସେଠି ଟିୟର ଗ୍ୟାସ ପକେଇକି ଏମାନଙ୍କୁ ଇଏ କରିବାକୁ ପଡୁଥିଲା ମାନେ ନର୍ମାଲାଇଜ କରିବାକୁ ପଡୁଥିଲା ଯାହା ସେଟା ବି ନ୍ୟୁଜ ଆସୁଛି ତାମାନେ ପଇସାର ଅଲଟିମେଟଲି ଖରାପ ୟୁଜ ହଉଛି ଆଉ ବଡ ହାତ ନିହାତି ଅଛି ୟାଙ୍କ ପଛରେ। ନିଶ୍ଚିନ୍ତ ଭାବରେ ବଡ ହାତ ଅଛି ଆଉ ଧୀରେ ଧୀରେ ବହୁତ ଜିନିଷ ଆଗକୁ ବହୁତ ଡାଟା ସାମ୍ନାକୁ ଆସିବ ହବ ତ ନିଶ୍ଚିତ ତାପରେ କାହିଁକି ଯୋଉ ଏଇ ଫଟୋଜ ବି ମାଧ୍ୟମରେ ଆସିଛି ସବୁ ସେଠୁ ଜିନିଷ ହୁଁ, ଯୋଉ ସୁଇସାଇଡ କଥା କହୁଥିଲେ ମଝିରେ ଯୋଉ ଫଟୋ ଆସିଛି ସେଥିରେ ତ ମାନେ ବିଲକୁଲ ବି ଜଣା ପଡୁନି ଏଟା ସୁଇସାଇଡ ବୋଲି କ୍ଲିୟର କେସ୍ ମର୍ଡର ବୋଲି ଜଣା ପଡୁଛି ଆଉ ବହୁତ ନୃଶଂସ ଭାବରେ ହେଇଛି ଏଇଟା। ତାହେଲେ ଦେଖାଯାଉ ଆଗକୁ କଣ ଆକ୍ସନ ନିଆ ହଉଛି ରିଆକ୍ସନ କଣ ହୁଁ ହଉଛି ଲୋକଙ୍କର କେତେ ଦିନ ଏଇଭଳିଆ କେସଟା ଆଗକୁ କଣ କଣ ହଉଛି ନୂଆ ନୂଆ ତଥ୍ୟ କଣ ବାହାରୁଛି ଜଣା ପଡିବ ସିବିଆଇ ଯେହେତୁ ଇନଭଲଭ ଅଛି ଲାଗୁଛି ତ ଟ୍ରାନ୍ସପାରେନ୍ସି ରହିବ ଏଇ କେସରେ ରହିବ। ନ୍ୟାୟ ମିଳୁ ହୁଁ ଭିକ୍ଟିମକୁ ନ୍ୟାୟ ମିଳୁ ଯେ ଯିଏ ସମସ୍ତେ ଏଥିରେ ଇନଭଲଭ ଅଛନ୍ତି ସମସ୍ତଙ୍କ ଖବର ମିଳୁ ସମସ୍ତେ ଧରା ପଡିକି ଦଣ୍ଡ ପାଆନ୍ତୁ। ହୁଁ ତ ଭାଇ ଆମେ ତ ଡିସକସ କରିଗଲେ ଯାହା ସିଚୁଏସନ ହେଇଛି ଯାହା ମାନେ ଘଟଣା ଘଟିଛି ହେଲେ ବର୍ତ୍ତମାନ ଏଇ ସିଚୁଏସନ ଟା ଏମିତି ଫ୍ୟୁଚରରେ ନହବ ତା ପାଇଁ କଣ ସଲ୍ୟୁସନ ରହିବ ମାନେ କଣ ଆମେ ଗଭର୍ଣମେଣ୍ଟ କୁ ସଜେଷ୍ଟ କରିପାରିବା କି ଆମେ ମାନେ ଯୋଉଟା ରେକମେଣ୍ଡ କରିପାରିବା କଣ କଲେ ଏଇ ଜିନିଷ ସବୁ ବନ୍ଦ ହବ କିଛି କିଛି ବଡ ବଡ ପଏଣ୍ଟସ ଯୋଉଟା ଲାଗୁଛି କଲେ ଠିକ ହବ।
ମୁଁ ଦିଟା ଜିନିଷ କହିପାରିବି। ଗୋଟେ ଜିନିଷ ଏଥିରେ ନିଶା ଦ୍ରବ୍ୟର ରୋଲ ବହୁତ ଜୋରରେ ଅଛି, ତ ତା ଉପରେ କିଛି ଗୋଟେ ପଦକ୍ଷେପ ନେବା ଉଚିତ। ହେଇପାରେ ତା ଭିତରୁ ରେଭିନ୍ୟୁ ଜେନେରେଟ ହଉଛି, ଦେଶର ଇକୋନୋମିକୁ କଣ୍ଟ୍ରିବ୍ୟୁସନ ହଉଛି, କିନ୍ତୁ ତାକୁ ହୁଁ ହୁଁ ଏତେ କମ୍ପାକ୍ଟ କରିଦିଆଯାଉ ସେ ଜିନିଷଟାକୁ, ତ ତାକୁ ଗୋଟେ ମିଡିଲ କ୍ଲାସ ଲୋକ କି ଗୋଟେ ନର୍ମାଲ ଲୋକ ଯେମିତି ଆକ୍ସେସ କରିପାରିବନି। ହୁଁ ହୁଁ ତ ତାର ପ୍ରାଇସ୍ ଏତେ ବଢେଇ ଦିଆଯାଉ, ଯୋଉମାନେ ରିଚ୍ ଯୋଉମାନେ ପିଇ ପାରିବେ ସେମାନେ ସେମିତିଆ ବସିକି ତାଙ୍କ ପ୍ରାଇଭେଟ ପ୍ଲେସ ରେ ତାକୁ ଏନ୍ଜୟ କରନ୍ତି। ହୁଁ ହୁଁ ତ ଗଭର୍ଣ୍ଣମେଣ୍ଟକୁ ରେଭିନ୍ୟୁ ବି ମିଳିଯିବ, ଆଉ ସେଥିରୁ ଗୋଟେ ସାଧାରଣ ଲୋକ ମିଡିଲ କ୍ଲାସ ଫ୍ୟାମିଲି ବି ବଞ୍ଚିଯିବ। ଜିନିଷ ହେଲା ସେଇ। ଦ୍ୱିତୀୟ ଜିନିଷ ହେଲା ଏଇସବୁ ଜିନିଷ ପାଇଁକା ମାନେ ଦଣ୍ଡ ନୀତି କୋହଳ ନ କରିକି ପୁରା ଷ୍ଟ୍ରିକ୍ଟ ଲିଗାଲ ଆକ୍ସନ ନିଆଯାଉ। ମାନେ ୟା ପାଇଁକା ସ୍ୱତନ୍ତ୍ର କିଛି ଆପେକ୍ସ କୋର୍ଟ ହଉ କି କିଛି ଗୋଟେ ସ୍ୱତନ୍ତ୍ର ସ୍ପେଶିଆଲ କୋର୍ଟ ୟା ପାଇଁକା ସ୍ପେଶିଆଲ ଜୁରି କ୍ରିଏଟ କରାହଉ, ଯୋଉମାନେ କି ଏଇଭଳିଆ କେସ ର ଡିସିଜନ ମାନେ ୱିଦିନ 1 ୱିକ୍ କି 5 ଡେଜ ଏମିତି 3 ଡେଜ ଏମିତି ୟା ଭିତରେ ଭିକ୍ଟିମକୁ ମାନେ ନ୍ୟାୟ ମିଳିବ, ସେଇଭଳିଆ କିଛି ଗୋଟେ ଜିନିଷ କରାହବ। ମାନେ ଆଉ ତାପରେ ଯୋଉ ଦଣ୍ଡ ଦିଆହବ କି କିଛି ଗୋଟେ କରାହବ ସେଇଟା ପବ୍ଲିକଲି କରାହଉ, ଲାଇଭ କରାହଉ, ଯୋଉଟା କି ଲୋକମାନଙ୍କ ମନରେ ଡର ଆଉ ସଚେତନ କ୍ରିଏଟ କରିବ ଏଇ ଜିନିଷକୁ ଆଗକୁ ମନ ଭିତରେ ଭାବିବା ପାଇଁ। ନିହାତି ଭାବରେ। ଆଉ ତୃତୀୟ ଜିନିଷ ହେଲା ବର୍ତ୍ତମାନ ସୋସିଆଲ ମିଡିଆ ହଉ କି ପବ୍ଲିକ ଚ୍ୟାନେଲ୍ସ ହଉ କି ଆମର ୱେବସାଇଟ୍ ସବୁ ଇଣ୍ଟରନେଟ ର ଫାସିଲିଟି ଏତେ ଅଧିକା ହେଇଗଲା, ତ ନ୍ୟୁଡିଟି ଏତେ ଜିନିଷର ବଢି ଯାଇଛି, ତ ଲୋକମାନଙ୍କ ମନରେ ସେଇ ଜିନିଷ ଟା ବି ଏଇ ଆକୁ ଲିଙ୍କ ହଉଛି ଏଇ ସବୁ କାଣ୍ଡ କରିବା ପାଇଁ। ତ ତା ଉପରେ ବି ବହୁତ ରେଷ୍ଟ୍ରିକସନ ବ୍ୟାନ୍ ଲଗାଯାଉ। ଯେହେତୁ ଆମେ ହିନ୍ଦୁ ଧର୍ମରେ ଏଇ ସବୁ ଜିନିଷକୁ ଇଗ୍ନୋର କରିବା କଥା, ଫିର ବି ଲୋକମାନେ ଇଣ୍ଟରନେଟ ଫାସିଲିଟି ବହୁତ ଶସ୍ତା ହେଇଗଲା ଆଜିକାଲି, ହେଇଗଲା ଇଣ୍ଟରନେଟ ଗୋଟେ ନର୍ମାଲ ଯିଏ ରାସ୍ତା କଡରେ ପଇଡ କାଟୁଛି ତା ପାଖରେ ବି ଇଣ୍ଟରନେଟ ଅଛି, ସେ ସ୍ମାର୍ଟ ଫୋନ ଅଛି। ତ ଏତେ ୱାଇଡ ସ୍ପ୍ରେଡ ରେ ଏଇ ଜିନିଷ ଟା ଭାଇରାଲ ହଉଛି, ମାନେ ତାର ସବୁ ଜିନିଷର ମେରିଟ ଡିମେରିଟ ଅଛି। ତ ଆମେ ଜିନିଷଟାକୁ କନଷ୍ଟ୍ରକ୍ଟିଭ ୱେରେ ୟୁଜ ନ କରିକି ଆମେ ଯଦି ଡେଷ୍ଟ୍ରକ୍ଟିଭ ୱେରେ ୟୁଜ କରୁଛେ, ତ ଡେଫିନେଟଲି ଆମ ସୋସାଇଟି ଧୀରେ ଧୀରେ ଡେଷ୍ଟ୍ରକସନ ଆଡକୁ ଯାଉଛି। ଆଉ ଉପରେ ବି କିଛିଟା ଜିନିଷ ଗଭର୍ଣ୍ଣମେଣ୍ଟ ଭାବିବା ଅଛି। କିଛିଟା ଷ୍ଟ୍ରଙ୍ଗ ପ୍ୟାନେଲ କ୍ରିଏଟ କରି ଗଭର୍ଣ୍ଣମେଣ୍ଟକୁ ସବୁ ରୁଲ୍ସ ରେକମେଣ୍ଡେସନ ସବୁ କରିବାର ଅଛି ନିହାତି ଭାବରେ। ଆଉ ଏସବୁ ଜିନିଷରେ ଇମିଡିଏଟ ଆକ୍ସନ ନବା କଥା। ଗୋଟେ କଣ୍ଟ୍ରି ଯଦି ସେଫ ଲାଗୁନି ଫିଲ୍ ମାନେ ରହିବା ପାଇଁ, ତାହେଲେ ମାନେ ଆମକୁ ନିଜକୁ ଖରାପ ଲାଗୁଛି ସେଟା ପାଇଁ। କାରଣ ଆମ କଣ୍ଟ୍ରିର ବି ରାଙ୍କିଙ୍ଗ ଏସବୁ କେସରେ ବହୁତ ତଳେ ଅଛି, ତ ଇମ୍ପ୍ରୁଭ କରିବାକୁ ପଡିବ ନିହାତି ଭାବରେ। ଆଉ ଆମେ ଇଣ୍ଡିଆରେ ଲୋକ ନିଜକୁ ମାନେ ଜନ୍ମ ହେଇଛନ୍ତି ବୋଲିକା ବହୁତ ସେଫ ଫିଲ୍ କରୁଛନ୍ତି। ଯଦି ସେମାନେ ଗ୍ଲୋବାଲି ଯୋଉ ଇସ୍ୟୁ ହଉଛି ସବୁ ଅଦର କଣ୍ଟ୍ରିଜରେ ଦେଖୁଛନ୍ତି, ଲେବାନନ ହଉ, ଇରାନ ହଉ, ଇରାକ, ଆଫଗାନିସ୍ତାନ ହଉ କି ବର୍ତ୍ତମାନ ଇସ୍ରାଏଲ ହାମାସ ଏଇ ସବୁ ମିଡିଲ ଇଷ୍ଟରେ ଯୋଉ ସବୁ ଜିନିଷ ଚାଲିଛି, କି ଯୋଉ ବଡ ବଡ କ୍ରାଇମ ବେଳେ ବେଳେ ବାଂଲାଦେଶ। ୟୁଏସଏ ରେ ବି ହେଇଯାଉଛି, କି ବର୍ତ୍ତମାନ ଆମର ଇଏ ଚାଇନା ଫାଇନା ହଉ, ତାଙ୍କର ଯାହା ବି କେସ୍ ଆସୁଛି ଗ୍ଲୋବାଲି, ଲୋକମାନେ ମାନେ ନିଜକୁ ବହୁତ ଧନ୍ୟ ମନେ କରୁଛନ୍ତି ଆମେ ଇଣ୍ଡିଆରେ ଜନ୍ମ ହେଇଛୁ। ତ ଡେଫିନେଟଲି ହୁଁ ଯଦି ଆମ ଦେଶର ସମ୍ବିଧାନ ଆମ ପାଇଁ ତିଆରି କରାହେଇଛି, ଗୋଟେ ଲ ଆଣ୍ଡ ଅର୍ଡର ଅଛି, ଆମ ଗଭର୍ଣ୍ଣମେଣ୍ଟ ବି ସେତିକି ଭଲ କାମ କରୁଛି ଆମ ପାଇଁ, ତ ଧୀରେ ଧୀରେ ଏଇ ସବୁ ଜିନିଷ ଉପରେ ଷ୍ଟ୍ରିକ୍ଟ ପଦକ୍ଷେପ ନେଇକି ଆକ୍ସନ ନେଇକି ଏଇ ଜିନିଷ ଗୁଡାକୁ ବହୁତ ଭାବରେ ମାନେ ଆୱାରନେସ ଲୋକଙ୍କ ମନରେ ବଢିବାର ଅଛି, ଯେମିତି ଫ୍ୟୁଚର ଏଇ ସବୁ ଜିନିଷ ପୁନର୍ବାର ମାନେ କରିବା ପାଇଁ ବି ଭାବିବା ପାଇଁ ପଡିବ। ନିହାତି ଭାବରେ ଦେଖାଯାଉ। ଆମେ ହୋପ କରିବା ଭାଇ ଗଭର୍ଣମେଣ୍ଟ କିଛି ପଦକ୍ଷେପ ନେବୁ। ଆମ ହାତରେ ତ ବହୁତ ଲିମିଟେଡ ପାୱାର, ଆମ ପାଖରେ ମାନେ କହିବାକୁ ଗଲେ କିଛି ପାୱାର ନାହିଁ ଯେହେତୁ ଏତେ ବଡ କଣ୍ଟ୍ରି। ଯେହେତୁ ଗଭର୍ଣମେଣ୍ଟ ପାଖରେ ପାୱାର ଅଛି, ପୋଲିସ ମାନଙ୍କ ପାଖରେ ପାୱାର ଅଛି, ନେତା ମାନଙ୍କ ପାଖରେ ପାୱାର ଅଛି, ତ ସେମାନଙ୍କୁ ଗୋଟେ ରିକ୍ୱେଷ୍ଟ ରହିବ, ଆମେ ଓଡିଶାରୁ ଆମେ ଅପିଲ କରୁଛୁ କି ଆପଣ ମାନେ ଯଦି ଭିଡିଓଜ ଦେଖୁଛନ୍ତି ୟା ଫିର କୋଉ ବି ମାଧ୍ୟମରେ ଆପଣ ଯଦି ଇନଫ୍ଲୁଏନ୍ସ ହଉଛନ୍ତି, ଏ ସବୁ ଜିନିଷ ଜାଣୁଛନ୍ତି, ତାହେଲେ ଆକ୍ସନ ନିଅନ୍ତୁ। ଗୋଟେ ସେଫ ପ୍ଲେସ କରନ୍ତୁ, ୱାର୍କ ପ୍ଲେସ ହଉ କି ରୋଡସ ହଉ କି ପାର୍କ ହଉ, ଯୋଉଠି ବି ଯୋଉ ଲୋକ ଯାଉଛି ସେମାନେ ଏମିତି ସେଫ ଫିଲ୍ କରନ୍ତୁ। ଟ୍ରେନ ରେ ଟ୍ରାଭେଲ କରିବା ହେଇଗଲା କି ଯୋଉଠି ବି ହଉ, ଆପଣ ଏମିତି ରୁଲସ ରେଗୁଲେସନ ବନାନ୍ତୁ ଯୋଉଠି ସମସ୍ତେ ସେଫ ଫିଲ୍ କରନ୍ତୁ। ନା କି ଝିଅ ପିଲାମାନେ, ଟ୍ରାନ୍ସଜେଣ୍ଡର ମାନେ ହେଲେ କି ପୁଅ ପିଲାମାନେ ବି ହେଲେ, ତାଙ୍କ ଏଗେନଷ୍ଟ ରେ ବି ପୁଅ ପିଲାମାନଙ୍କ ଏଗେନଷ୍ଟ ରେ ବି ଭାଇଲେସନ ହଉଛି। ତ ସମସ୍ତଙ୍କ ପାଇଁ ଗୋଟେ ସେଫ ଆଟମୋସ୍ଫିୟର କ୍ରିଏଟ ହେଲେ ବେଟର ହବ। ତ ଗଭର୍ଣମେଣ୍ଟ କୁ ଏତିକି ରିକ୍ୱେଷ୍ଟ ରହିବ, ଆଉ ନିହାତି ଭାବରେ କିଛି ଗୋଟେ କରନ୍ତୁ
ଯୋଉଟା କି ଭଲ ଲାଗିବ। ତାହେଲେ ଭାଇ ସେ ଯାହା ତ ହେଇଛି ସେଟା ବହୁତ ଦୁଃଖନୀୟ ଘଟଣା, ଆଉ ତାକୁ ତ ମାନେ ଚେଞ୍ଜ କରିହବନି। ହେଲେ ଆମେ ପ୍ରାର୍ଥନା କରିବା କି ତାଙ୍କ ଆତ୍ମାକୁ ସଦ୍ଗତି ମିଳୁ। ଆଉ ସେଇଟା ଆତ୍ମାକୁ ସଦ୍ଗତି ମିଳୁ ଏବଂ ଏଇଭଳି ଇନସିଡେଣ୍ଟ ଫ୍ୟୁଚରରେ ଆଉ ନ ହଉ ତା ପାଇଁ ହଉ, ଷ୍ଟ୍ରିକ୍ଟଲି ଆକ୍ସନ ନେବାକୁ ପଡ଼ିବ। ସମସ୍ତେ ଚାହିଁବା କି ଆଜିକାଲି ଏଇଟା ନ ହଉ। ସେଫ୍ ନୁହନ୍ତି ବର୍ତ୍ତମାନ ଯୋଉଗୁଡ଼ା ଜିନିଷ, ହୁଁ, ନା ଗୋଟେ 3 ଇୟର ବେବି ସେଫ୍ ହେଇପାରୁଛି, ନା ଗୋଟେ 60 ଇୟର ଲେଡି କୋଉଠି କାମରେ ସେଫ୍ ହେଇପାରୁଛି। ସମସ୍ତଙ୍କ ଉପରେ ଏଇ ସବୁ ଜିନିଷ ଯୋଉ ରହୁଛି, ଏ ସବୁ ଜିନିଷ ଉପରେ ଷ୍ଟ୍ରିକ୍ଟ ଆକ୍ସନ ନ ନେଲେ ଭବିଷ୍ୟତ ବହୁତ ଅନ୍ଧାର ଦେଖାଯାଉଛି। ହୁଁ, ନିହାତି। କାରଣ ଆମେ କାଲି ସକାଳେ ବାହା ହବା, ଆମର ବି ପିଲା ଛୁଆ ହେବେ, ଆମର ବି ଫ୍ୟାମିଲି ନିଶ୍ଚିତ ସୋସାଇଟି। କାରଣ ଆମେ ତ ଲୋକଙ୍କ ବସୁଧୈବ ମନରେ କୁଟୁମ୍ବକମ୍, ଆୱାରନେସ୍ ସମସ୍ତଙ୍କୁ ହେଲା ବହୁତ ଇମ୍ପୋର୍ଟାଣ୍ଟ। ଭାବିଛେ। ହୁଁ ହୁଁ, ନିହାତି ଲୋକମାନଙ୍କ ମନ ଭିତରେ ଆୱାରନେସ୍ ରହିବା ବହୁତ, ସିଏ ବହୁତ ଇମ୍ପୋର୍ଟାଣ୍ଟ। ଏଜୁକେଟେଡ ପାଠ ପଢିବା ଆଉ ଏଜୁକେଟେଡ ହବା ଦୁଇଟା ଯାକ ଭିତରେ ବହୁତ ଡିଫରେନ୍ସ। ଏଇ ସବୁ ଫରକ ଆୱାରନେସ୍ ଅଛି, ନ ରହିଲେ ଜଣେ ପାଠ ପଢିକି ବି ଏଜୁକେଟେଡ ହେଇପାରିବ। କିଛି ଲାଭ ନାହିଁ। ଯୋଉମାନେ ବି ଦେଖୁଛନ୍ତି ତାଙ୍କ ସରାଉଣ୍ଡିଂରେ ଲୋକଙ୍କୁ ଏଜୁକେଟ କରାନ୍ତି ଏଇ ସବୁ ଜିନିଷ, ଯଦି କିଏ କୋଉଠି ସେ ସବୁ ଜିନିଷରେ ଇନଭଲ୍ଭ ରହୁଛି ତାଙ୍କୁ ବାରଣ କରନ୍ତୁ ସେ ସବୁ ଜିନିଷ କରିବା ପାଇଁ ଚେଷ୍ଟା କରନ୍ତୁ। ଯଦି ଆପଣ କୋଉଠି ବି ସେମିତି ଜିନିଷ ଦେଖୁଛନ୍ତି ତ କମ୍ପ୍ଲେନ ହୁଁ କରନ୍ତୁ ସାଙ୍ଗେ ସାଙ୍ଗେ ପୋଲିସକୁ। ତା ସହିତ ବି ହଉଛି ଏ ସବୁ ଜିନିଷ ଭିକ୍ଟିମ୍ ଚୁପ୍ ନ ରହିକି ସାଙ୍ଗେ ସାଙ୍ଗେ ଏସବୁ ଜିନିଷକୁ ଆଗକୁ ପ୍ରୋସିଡ୍ କରାନ୍ତୁ। ହୁଁ, ଆମେ ବାସ୍ ହୋପ୍ କରିପାରିବା। ଆଉ ମୁଁ ରିକ୍ୱେଷ୍ଟ କରିବି ସମସ୍ତଙ୍କୁ କି ଯୋଉମାନେ ଆପଣ ନିଜେ ନିଜ ସରାଉଣ୍ଡିଂ କୁ ଟ୍ରାଏ କରନ୍ତୁ ଚେଞ୍ଜ କରିବା ପାଇଁ। ଯୋଉମାନେ ଭିଡିଓ ଦେଖୁଛନ୍ତି ନିଜେ ଠିକ ହବାକୁ ଟ୍ରାଏ କରନ୍ତୁ, ନିଜ ସରାଉଣ୍ଡିଂ କୁ ଠିକ କରନ୍ତୁ, ଲୋକଙ୍କୁ ଏଜୁକେଟ କରାନ୍ତୁ, ଆୱାରନେସ କ୍ରିଏଟ କରନ୍ତୁ। ତ ଆମେ ଯେତିକି ଡିସ୍କସନ କରିଛୁ ମତେ ଲାଗୁଛି ବହୁତ କିଛି ଟପିକ ଉପରେ ଆମେ ଡିସ୍କସନ କରିଦେଇଛେ, ବହୁତ ସାରା ସଲ୍ୟୁସନ ପ୍ରୋବ୍ଲେମ କୁ ଆମେ ଆଜି ଡିସ୍କସ କରିଛେ। ତ ଆପଣମାନଙ୍କୁ ଯଦି ଲାଗୁଛି ଏସବୁ ଜିନିଷ ହେଇପାରିବ, କନସର୍ନ ଲୋକ ପାଖକୁ ବି ସେୟାର କରନ୍ତୁ ତାକି ସେମାନେ ଦେଖିକି କିଛି ଗୋଟେ ଆକ୍ସନ ନେଇପାରିବେ। ବାସ୍ ସେତିକି ଆମର ରିକ୍ୱେଷ୍ଟ ରହିବ। ଆଉ ଟାଇମ ତ ହେଇଗଲାଣି 11:30। ଭାଇ ତାହେଲେ ଠିକ ଅଛି, ବାସ୍ ସମସ୍ତେ ଭଲରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ନିଜ ପରିବେଶକୁ ଭଲ ରଖନ୍ତୁ। ଏଇ ସବୁ ଜିନିଷଠୁ ଟିକେ ଦୂରେଇକି ରୁହନ୍ତୁ। ମେଜର ମାନେ ଖାସ କରିକି ନିଶା ଦ୍ରବ୍ୟ ସେବନ କରିବା ଏଇ ସବୁ ଜିନିଷଠୁ ଟିକେ ଦୂରେଇକି ରୁହନ୍ତୁ। ଯେହେତୁ ଭଗବାନ ଆମକୁ ମଣିଷ ଜନ୍ମ ଦେଇଛନ୍ତି, ତ ମଣିଷତ୍ୱ ନିଜର ହ୍ୟୁମାନିଟିକୁ ଦେଖାନ୍ତୁ। ସମସ୍ତେ ସମସ୍ତଙ୍କୁ ହେଲ୍ପ କରନ୍ତୁ। ତ ଆମର ପରିବେଶ ଧୀରେ ଧୀରେ ଦିନକୁ ଦିନ ମାନେ ଡେ ବାଇ ଡେ ସବୁ ଜିନିଷ ସୁଧୁରିଯିବ, ପୁଣି ଟ୍ରାକକୁ ଆସିବ। ଠିକ ଅଛି, ଜୟ ଜଗନ୍ନାଥ ଠିକ ଅଛି, ସମସ୍ତଙ୍କୁ। ଗୁଡ୍ ନାଇଟ୍, ଠିକ ଅଛି ଭାଇ, ଗୁଡ୍ ଜୟ ନାଇଟ୍ ଭାଇ। ଜଗନ୍ନାଥ। ଭିଡିଓଟି ଏଠି କ୍ଲୋଜ କରିବା, ପୁଣି ଦେଖା ହବ କେବେ ଗୋଟେ। ଚାଲ।